ପାଣି ଦେଖିଲା ବେଳକୁ ଦେହ ହାତ ପୁରା କଣ ହେଇଯାଉଛି। ଜୟ ଶ୍ରୀ ଜଗନ୍ନାଥ, ମୁଁ ନନ୍ଦିନୀ ସ୍ୱାଗତ କରିଛି ମୋର ମିନି ବ୍ଲଗକୁ। ତ ଆଜି ଆମେ ଆସିଥିଲୁ ନଈ ପାଣି ଦେଖିବାକୁ, ମାନେ ନଈରେ ତ ପାଣି ଆସିଛି ତ ସେଥିଲାଗି ଆମେ ପଳେଇ ଆସିଲୁ ଟିକେ ନଈ ପାଣି ଦେଖିବାକୁ। ତ ପାଣି ଏତିକି ନୁହଁ, ମାନେ ଆହୁରି ବି ବଢିଥିଲା, ସେ ଛାଡି ଯାଇଛି। ତ ଏତିକି ଦେଖିଲା ବେଳକୁ ତ ମାନେ ଦେହ ହାତ ପୁରା ଥରୁଛି, ପାଣି ପୁରା ଭୟଙ୍କର ଭଳିଆ ଦେଖାଉ, ତ ବହୁତ ଡର ବି ଲାଗୁଛି। ତ ଆମେ ଟିକେ ପଳେଇ ଆସିଲୁ ଚାରିଟା ବେଳେ ଏଇ ନଈ ପାଣି ଦେଖିବା ଲାଗି। ତ ଏଠି ଦେଖୁନ ଭାଇ ମାନେ ବସିଛନ୍ତି, ତାଙ୍କୁ ଡର ବି ଲାଗୁନି କେତେ ପାଖରେ। ତ ପାଣି ଆସିକି ଏପଟେ ମାନେ କଳମ ଗାଡିଆରେ ମାନେ ପଶିଗଲାଣି। ଏଠି ଦେଖୁନ ଏଇ ଜାଲ ବସିଛି, ମାଛ ଧରା ହବ। ଆଉ ଚାରିଟା ସମୟରେ ବି ମାନେ ଭିଉ ଟା ବି ମାନେ ବହୁତ ସୁନ୍ଦର ବି ଦେଖା ଯାଉଛି। ବନ୍ଧପୁର ଆସିଲା ବେଳେ ମାନେ ବର୍ଷା ହେଇଥିଲା ତ ସେଥିଲାଗି ମାନେ ସବୁଆଡେ ପୁରା କ୍ଲିଅର ଯେମିତି ଦେଖା ଯାଉଛି, ମାନେ ସଫା ସୁତୁରା। ଏଠି ଜଣେ ମଉସା ଜଣେ ଯାଉଥିଲେ, ମାନେ ଘାସ ପାଇଁ ଆସିଥିଲେ ଏଇ କଣ ନଈକି, ମାନେ ନଈକି ନୁହଁ ତ ସେ ଆଖୁ କିଆରି ଆସିଥିଲେ। ଗଲେ ତ ଆମକୁ କହୁଛନ୍ତି କି ମତେ ଦେଖି ଡରୁଛ କି, ମାନେ ତମେ ଯାଅ ମୁଁ ମୋର ଏଇଠୁ ପଳେଇବି। ଆଉ ଭାଇ ଆମେ କାହିଁ ତମକୁ ଦେଖି ଡରିବୁ, ଆମେ ମାନେ ଆଗେ ଆଗେ ଆସିଥିଲୁ, ସେ ଆମ ପଛେ ପଛେ ଆସିଥିଲେ। ସେ କହୁଛନ୍ତି ତମେ ଯାଅ ମତେ ଦେଖି ଡର ନା, ଆମେ କାହିଁ ତମକୁ ଦେଖି ଡରିକିନା ଲାଷ୍ଟକୁ ନଈ ପାଖକୁ ପଳେଇ ଆସିଲୁ। ନଈ ଟିକେ ପାଖରୁ ଦେଖିବା ଲାଗି, ତ ପାଖରୁ ମାନେ ଏତେ ଜୋରସେ ଡର ଲାଗୁଥିଲା, ମାନେ ଗୋଡ ହାତ ଥରୁଥିଲା, ନଈ ପାଣି ପୁରା ଏତେ ଜୋରସେ ଫୁଲିଛି। ତ ଆମେ ବୁଲାବୁଲି କଲୁ ଟିକେ ଭଲସେ, ତାପରେ ସିଧା ବାହାରିଲୁ ଘରକୁ। ଆଉ ତ ଦେଖା ଆଉ